ରାସନ କାର୍ଡ଼ ହିତାଧିକାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ଆଉ ମାତ୍ର କିଛି ଦିନ ବାକି ରହିଲା। ଯେଉଁମାନେ ଆଜି ପର୍ଯ୍ୟନ୍ତ ଇ-କେ.ୱାଇ.ସି କରିନାହାନ୍ତି ତ ରାସନ କାର୍ଡ଼ରେ ଇ-କେ.ୱାଇ.ସି କରାଇ ନିଅନ୍ତୁ। ଏହି ମାସ ଅର୍ଥାତ୍ ଜାନୁଆରୀ 31 ତାରିଖ ଲାଷ୍ଟ ଡେଟ୍ ଅଛି। ତ ଆପଣମାନେ ଆପଣମାନଙ୍କର ଇ-କେ.ୱାଇ.ସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ। ଯଦି ଆପଣମାନେ ଇ-କେ.ୱାଇ.ସି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରିବେ ତେବେ ମାଗଣା ଚାଉଳ ଗହମ ପାଇପାରିବେ ନାହିଁ। ତାପରେ ରାଜ୍ୟ ବାହାରେ ଅନେକ ରାସନ କାର୍ଡ଼ ହିତାଧିକାରୀ ଅଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ଇ-କେ.ୱାଇ.ସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହିଁ। ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ଖବର ଦେଇଛନ୍ତି। ସେମାନେ ନିଜ ମୋବାଇଲରେ ନିଜେ ଇ-କେ.ୱାଇ.ସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିବି। କେମିତି କରିବେ? ଏକ ଆପ୍ସ ଅଛି, ସେହି ଆପ୍ସକୁ ଡାଉନଲୋଡ଼ କରିବେ ଏବଂ ସେହି ଆପ୍ ସାହାଯ୍ୟରେ ନିଜ ମୋବାଇଲରେ ଇ-କେ.ୱାଇ.ସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ତ ସେହି ଆପ୍ସଟି କ'ଣ ମୁଁ ମୋବାଇଲ ସାହାଯ୍ୟରେ ସେହି ଆପ୍ସଟି କ'ଣ ମୁଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହିବି ଏବଂ କେମିତି ଡାଉନଲୋଡ଼ କରିବେ ଏବଂ ସେହି ଇ-କେ.ୱାଇ.ସି ପ୍ରକ୍ରିୟା କେମିତି ସମ୍ପୂର୍ଣ୍ଣ କରିବେ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ବୁଝାଇଦେବି। ତ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଆଜି ଅର୍ଥାତ୍ 22 ଜାନୁଆରୀ 1ଟା 51 PM ନ୍ୟୁଜ୍ 18 ଓଡ଼ିଶାରେ ପ୍ରକାଶ ପାଇଛି। ମୋ ଚ୍ୟାନେଲ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତ ଆସନ୍ତୁ ଜାଣିବା ଏହି ରାସନ କାର୍ଡ଼ ହିତାଧିକାରୀମାନଙ୍କ ପାଇଁ କ'ଣ ଖବର ଆସିଛି। ଖାଦ୍ୟ ସିଭିଲ ଯୋଗାଣ ବିଭାଗ ଏକ ନୂଆ ନୀତି ପ୍ରଣୟନ କରିଛି, ଯାହା ଗ୍ରାହକଙ୍କୁ ପ୍ରଭାବିତ କରିବ। ଯେଉଁମାନେ ସେମାନଙ୍କର ଇ-କେ.ୱାଇ.ସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ଫଳସ୍ୱରୂପ ସେମାନଙ୍କ ରାସନ କାର୍ଡ଼ ବ୍ଲକ୍ କରିଦେବେ ସରକାର। ତଥାପି ଏହି ପରିସ୍ଥିତିରେ ପ୍ରଭାବିତ ଲୋକଙ୍କ ପାଇଁ ଏକ ସୁବିଧା ମଧ୍ୟ ଅଛି। ଆସନ୍ତୁ ଜାଣିବା କ'ଣ। ଦେଖନ୍ତୁ, ଖାଦ୍ୟ ସିଭିଲ ଯୋଗାଣ ବିଭାଗ ଏକ ନୂଆ ନୀତି ପ୍ରଣୟନ କରିଛି, ଯାହା ଗ୍ରାହକଙ୍କୁ ବହୁତ ଖୁସି କରିବ। ଯେଉଁମାନେ ସେମାନଙ୍କର ଇ-କେ.ୱାଇ.ସି ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ସମାପ୍ତ କରିନାହାନ୍ତି, ଫଳସ୍ୱରୂପ ସେମାନଙ୍କ ରାସନ କାର୍ଡ଼ ହୁଏତ ସରକାର ବ୍ଲକ୍ କରିଦିଅନ୍ତି। ତ ଆପଣମାନେ ଯଥାଶୀଘ୍ର ଇ-କେ.ୱାଇ.ସି କରାଇ ନିଅନ୍ତୁ। ଏହି ମାସ ଅର୍ଥାତ୍ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଇ-କେ.ୱାଇ.ସି କରିବାର ତାରିଖ ଅଛି। ଆପଣମାନେ 31 ଅର୍ଥାତ୍ ଜାନୁଆରୀ 31 ସୁଦ୍ଧା ଆପଣମାନେ ଇ-କେ.ୱାଇ.ସି କରାଇ ନିଅନ୍ତୁ। ଯଦି ଆପଣମାନେ ଇ-କେ.ୱାଇ.ସି କରାଇ ପାରିବେନି ତେବେ ଆପଣମାନଙ୍କର ରାସନ କାର୍ଡ଼ ହୁଏତ ବ୍ଲକ୍ କରିଦେବେ ସରକାର। ତ ଆପଣମାନେ ଜାନୁଆରୀ 31 ସୁଦ୍ଧା ଇ-କେ.ୱାଇ.ସି କରାଇ ନିଅନ୍ତୁ। ତାପରେ ଗ୍ରାହକମାନେ ବର୍ତ୍ତମାନ ଆନନ୍ଦିତ ହୋଇପାରିବେ, କାରଣ ସେମାନଙ୍କର ବ୍ଲକ୍ ହୋଇଯାଇଥିଲା ରାସନ କାର୍ଡ଼ ପୁନଃ ଅନବ୍ଲକ୍ କରିବା ପାଇଁ ବିଭାଗକୁ ଆଉ ଶାରୀରିକ ଯାତ୍ରା କରିବାର ଆବଶ୍ୟକତା ନାହିଁ। ଏହା ପରିବର୍ତ୍ତେ ସେମାନେ ସେମାନଙ୍କର କାର୍ଡ଼ର ବ୍ଲକ୍କୁ ଅନବ୍ଲକ୍ କରିବା ପାଇଁ ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ବିକଶିତ ଏକ ସୁବିଧାଜନକ ମୋବାଇଲ ପ୍ରୟୋଗର ଲାଭ ଉଠାଇ ପାରିବେ। ଦେଖନ୍ତୁ, ବର୍ତ୍ତମାନ ଆନନ୍ଦିତ ହୋଇପାରିବେ, କାରଣ ସେମାନଙ୍କର ବ୍ଲକ୍ ହୋଇଯାଇଥିଲା ରାସନ କାର୍ଡ଼ ପୁନଃ ଅନବ୍ଲକ୍ କରିପାରିବେ। ବିଭାଗକୁ ଆଉ ଯାତ୍ରା କରିବାର ଆବଶ୍ୟକତା ନାହିଁ। ଏହା ପରିବର୍ତ୍ତେ ସେମାନେ ସେମାନଙ୍କର କାର୍ଡ଼କୁ ବ୍ଲକ୍ରୁ ଅନବ୍ଲକ୍ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ବିକଶିତ ଏକ ସୁବିଧାଜନକ ମୋବାଇଲ ପ୍ରୟୋଗର ଲାଭ ଉଠାଇ ପାରିବେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଏହି ବ୍ଲକ୍କୁ ଅନବ୍ଲକ୍ କରିବା ପାଇଁ ଏକ ମୋବାଇଲ ପ୍ରୟୋଗର ଲାଭ ଉଠାଇ ପାରିବେ। ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ ବ୍ଲକ୍କୁ ଅନବ୍ଲକ୍ କରିପାରିବେ। ତ ସେହି ପ୍ରକ୍ରିୟା କ'ଣ ରହିଛି, ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଅଭିନବ ଫିଚର ବ୍ୟକ୍ତିବିଶେଷଙ୍କ ପାଇଁ ବିଶେଷ ଲାଭଦାୟକ, ଯାହାର ପରିବାର ସଦସ୍ୟ ରାଜ୍ୟ ବାହାରେ ରୁହନ୍ତି ଏବଂ ନିଜ ରାଜ୍ୟକୁ ଯାତ୍ରା କରିବାକୁ ଅସମର୍ଥ। ସେମାନେ ମୋବାଇଲ ଆପ୍ ବ୍ୟବହାର କରି ଏହି ଗ୍ରାହକମାନେ ସହଜରେ ସେମାନଙ୍କର ଇ-କେ.ୱାଇ.ସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ ଏବଂ ମାଗଣାରେ ରାସନ ସୁବିଧା ପାଇପାରିବେ।
ଦେଖନ୍ତୁ ଏହି ଫିଚର ବ୍ୟକ୍ତି ବିଶେଷଙ୍କ ପାଇଁ ବିଶେଷ ଲାଭଦାୟକ। ଯାହାର ପରିବାର ସଦସ୍ୟ ରାଜ୍ୟ ବାହାରେ ରହୁଛନ୍ତି, ସେମାନେ ନିଜ ଗାଁକୁ ଆସିବାକୁ ଅସମର୍ଥ ହେଉଛନ୍ତି, ତେଣୁ ସେମାନଙ୍କ ପାଇଁ ବହୁତ ସୁବିଧାଜନକ ହୋଇପାରେ। ତ ସେମାନେ ନିଜ ମୋବାଇଲ ସାହାଯ୍ୟରେ ଏକ ଆପ୍ ବ୍ୟବହାର କରି ସେହି ଆପ୍ ସାହାଯ୍ୟରେ ସେମାନଙ୍କର ଇକେୱାଇସିକୁ ସମ୍ପୂର୍ଣ୍ଣ କରିପାରିବେ ଏବଂ ମାଗଣାରେ ରାସନ ସୁବିଧା ପାଇପାରିବେ। ତାପରେ ଆପ୍ ଉପଭୋକ୍ତାମାନେ ନିଜ ଘରରେ ଆରାମରେ ବସି ନିଜର ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେଇଥାଏ। ବ୍ୟକ୍ତିଗତ ପରିଦର୍ଶନର ଆବଶ୍ୟକତାକୁ ଦୂର କରିଥାଏ। ଗ୍ରାହକ ସେମାନେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି କିମ୍ବା ଅନ୍ୟ ରାଜ୍ୟରେ କିମ୍ବା ବିଦେଶରେ ରହୁଛନ୍ତି, ଗୁଗଲ ପ୍ଲେ ଷ୍ଟୋରରୁ କେବଳ ଇକେୱାଇସି ପିଡିଏସ୍ ଏଚ୍ପି ଫେସ୍ ଆପ୍ ଡାଉନଲୋଡ୍ କରିପାରିବେ। ଦେଖନ୍ତୁ ଆଜ୍ଞା, ଆପ୍ ଉପଭୋକ୍ତାମାନଙ୍କ ପାଇଁ ନିଜ ଘରରେ ଆରାମରେ ବସି ନିଜର ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେଇଥାଏ। ତାପରେ ବ୍ୟକ୍ତିଗତ ପରିଦର୍ଶନର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ, ଯାହାଫଳରେ ଗ୍ରାହକ ସେମାନେ ବର୍ତ୍ତମାନ ହିମାଚଳ ପ୍ରଦେଶ କିମ୍ବା ଅନ୍ୟ ରାଜ୍ୟରେ ତଥା ବିଦେଶରେ ଯଦି ରହୁଛନ୍ତି, ତେବେ ଗୁଗଲ ପ୍ଲେ ଷ୍ଟୋରରୁ ଆପଣମାନେ କେଉଁ ଆପ୍ସକୁ ଡାଉନଲୋଡ୍ କରିବେ ନା ଇକେୱାଇସି ପିଡିଏସ୍ ଏଚ୍ପି ଫେସ୍ ଆପ୍। ଏହି ଆପ୍ସକୁ ଆପଣମାନେ ଡାଉନଲୋଡ୍ କରି ନିଜର ଇକେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିବେ ଏବଂ ମାଗଣା ଚାଉଳ ଗହମ ପାଇପାରିବେ। ତାପରେ ଏହି ଉପଭୋକ୍ତା ଅନୁକୂଳ ପ୍ରୟୋଗ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଇକେୱାଇସିକୁ କୌଣସି ଜଟିଳତା ବିନା ସମ୍ପୂର୍ଣ୍ଣ କରିବାକୁ ସକ୍ଷମ କରିଥାଏ। ନିଶ୍ଚିତ କରେ ଯେ ସେମାନେ ଅନାବଶ୍ୟକ ବିଳମ୍ବ ବିନା ଅତ୍ୟାବଶ୍ୟକ ଉତ୍ସଗୁଡ଼ିକ ପାଇପାରିବେ। ଦେଖନ୍ତୁ, ଏହି ଉପଭୋକ୍ତା ଅନୁକୂଳ ପ୍ରୟୋଗ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଇକେୱାଇସିକୁ କୌଣସି ଜଟିଳତା ବିନା ସମ୍ପୂର୍ଣ୍ଣ କରିବାକୁ ସକ୍ଷମ କରିଥାଏ, ଯାହା ନିଶ୍ଚିତ କରେ ଯେ ସେମାନେ ଅନାବଶ୍ୟକ ବିଳମ୍ବ ବିନା ଅତ୍ୟାବଶ୍ୟକ ଉତ୍ସଗୁଡ଼ିକ ପାଇପାରିବେ। ତାପରେ ମୋବାଇଲ ଆପ୍ ସହିତ ଗ୍ରାହକମାନଙ୍କ ପାଇଁ ସେମାନଙ୍କର ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ବିକଳ୍ପ ଉପଲବ୍ଧ। ଏହି ପ୍ରକ୍ରିୟା ଶେଷ କରିବା ପାଇଁ ସେମାନେ ସେମାନଙ୍କର ସ୍ଥାନୀୟ ଲୋକମିତ୍ର କେନ୍ଦ୍ର କିମ୍ବା ଏକ ଇପିଏସ୍ ମେସିନ୍ ସହିତ ସଜ୍ଜିତ ନିକଟ ମୂଲ୍ୟର ଦୋକାନ ପରିଦର୍ଶନ କରିପାରିବେ। ଥରେ ଇକେୱାଇସି ସଫଳତାର ସହିତ ସମାପ୍ତ ହେବା ପରେ ପୂର୍ବରୁ ବ୍ଲକ୍ ରାସନ କାର୍ଡ ଅନଲକ୍ ହୋଇଯିବ, ଯାହା ଗ୍ରାହକଙ୍କୁ ଡିପୋ ପରିଦର୍ଶନ କରିବାକୁ ଏବଂ ସେମାନଙ୍କର ମାସିକ ରାସନ ସଂଗ୍ରହ କରିବାକୁ ଅନୁମତି ଦେବ। ଦେଖନ୍ତୁ, ମୋବାଇଲ ଆପ୍ ସହିତ ଗ୍ରାହକମାନଙ୍କ ପାଇଁ ସେମାନଙ୍କର ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ ବିକଳ୍ପ ଉପଲବ୍ଧ। ଏହି ମୋବାଇଲ ସାହାଯ୍ୟରେ ନିଜେ ନିଜର ଇକେୱାଇସି ସମ୍ପୂର୍ଣ୍ଣ କରିବେ। ଏହି ପ୍ରକ୍ରିୟା ଶେଷ କରିବା ପାଇଁ ସେମାନେ ସେମାନଙ୍କର ସ୍ଥାନୀୟ ଲୋକମିତ୍ର କେନ୍ଦ୍ର ବା ସିଏସ୍ସି ସେଣ୍ଟରକୁ ଯାଇ ମେସିନ୍ ସହିତ ସଜ୍ଜିତ ନିକଟ ମୂଲ୍ୟର ଦୋକାନ ପରିଦର୍ଶନ କରିପାରିବେ। ସେହି ଇପିଏସ୍ ମେସିନ୍ରେ ଆପଣମାନେ ସଜ୍ଜିତ କରି ନିଜର ଇକେୱାଇସିକୁ ସମ୍ପୂର୍ଣ୍ଣ କରିପାରିବେ। ଥରେ ଇକେୱାଇସି ସଫଳତାର ସହିତ ସମାପ୍ତ ହେବା ପରେ ପୂର୍ବରୁ ବ୍ଲକ୍ ହୋଇଥିବା ରାସନ କାର୍ଡ ଆପଣମାନେ ଅନବ୍ଲକ୍ କରିପାରିବେ, ଯାହା ଗ୍ରାହକଙ୍କୁ ଡିପୋ ପରିଦର୍ଶନ କରିବାକୁ ଏବଂ ସେମାନଙ୍କର ମାସିକ ରାସନ ସଂଗ୍ରହ କରିବାକୁ ଅନୁମତି ଦେବ। ତ ଆପଣମାନେ ଯଥାଶୀଘ୍ର ଇକେୱାଇସି ସମ୍ପୂର୍ଣ୍ଣ କରନ୍ତୁ। ଜାନୁଆରୀ ଲାଷ୍ଟ ତଥା ଜାନୁଆରୀ 31 ତାରିଖ ସୁଦ୍ଧା ଆପଣମାନେ ଇକେୱାଇସି କରନ୍ତୁ ଏବଂ ମାଗଣା ଚାଉଳ ଗହମ ପାଆନ୍ତୁ। ତ ଏହା ଥିଲା ଆଜିର ଛୋଟିଆ ଅପଡେଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।